ବୀର ବୈଷ୍ଣବଙ୍କ ଜୀବନଗାଥା ଷଷ୍ଠ ଅଧ୍ୟାୟ। ତୂର୍ଯ୍ୟନାଦ। ରାଜାଙ୍କର ମୋଟଙ୍ଗା ସଭା ଭଣ୍ଡୁର ହେବା ଏକ ଅଚାନକ ଘଟଣା ନଥିଲା। ଏଥିପାଇଁ ଭିତରେ ଭିତରେ ଅନେକ ଦିନୁ ପ୍ରସ୍ତୁତି ଚାଲିଥିଲା। ଯେଉଁ ଜିନିଷ ବା ଯେଉଁ ଶକ୍ତି ଏ ଯାବତ୍ ଆଭ୍ୟନ୍ତରରେ ଥିଲା, ତାହା ମାଟି ଫଟେଇ ଏବେ ପଦାକୁ ବାହାରି ଆସିଲା। ଆନ୍ଦୋଳନ ଚାକ୍ଷୁଷ ରୂପ ନେଲା। ରାଜାଙ୍କର କର୍ତ୍ତୃତ୍ୱ ଭାଙ୍ଗି ରୁଜି ଖଣ୍ଡ ଖଣ୍ଡ ହୋଇଗଲା। ସାହସ ସାମ୍ନା କଲା ଶୋଷଣ ଓ ଅତ୍ୟାଚାରର। ସାଧାରଣ ଲୋକଙ୍କର ମୁହଁ ଫିଟିଗଲା। ରାଜାଙ୍କ ପାଖରେ ଭିଡ଼ ଜମାଇଥିବା ବଡ଼ବଡ଼ିଆଙ୍କ ମୁହଁ ବନ୍ଦ ହୋଇଗଲା। ଜନତାର ଜୟ ହେଲା। ଏହି ଘଟଣା ପରେ ରାଜ୍ୟସାରା ଖୋଲାଖୋଲି ସଭା ସମିତିମାନ ହେବାକୁ ଲାଗିଲା। ଗିରଫକୁ ଆଉ ଭୟ ନଥିଲା। ପ୍ରଜାମଣ୍ଡଳ ଏଥର ବିଧି ମୁତାବକ ଛିଡ଼ା ହେଲା। ଅନୁଗୋଳଠାରେ ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଗଢ଼ା ଯାଇଥିଲା ପ୍ରଜାମଣ୍ଡଳ କାର୍ଯ୍ୟକାରୀ ସମିତି 1938 ମସିହା ଅଗଷ୍ଟ ମାସ 10 ତାରିଖ ଦିନ ପର୍ଜଙ୍ଗର କୁଆଳଠାରେ ତାର ଜରୁରୀ ସଭା ଡାକିଲା। ଏଥିରେ ପ୍ରଜାମଣ୍ଡଳର ପୁନର୍ଗଠନ କରାଗଲା। ହରମୋହନ ପଟ୍ଟନାୟକ ସଭାପତି ହେଲେ। ସ୍ୱାସ୍ଥ୍ୟ କାରଣରୁ ଆର୍ତ୍ତତ୍ରାଣ ପାତ୍ର ଓହରି ଗଲେ। ସମ୍ପାଦକ ପଦରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହଟାଇ ଦିଆଗଲା। କାରଣ ମୋଟଙ୍ଗା ସଭା ପରେ ସେ ରାଜାଙ୍କ ସହ ହାତୀରେ ବସି ରାଜନଗରକୁ ଯାଇଥିଲେ। ଏଥିପାଇଁ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା। ତାଙ୍କ ଜାଗାରେ ନୂଆ ସମ୍ପାଦକ ହେଲେ ତେଜସ୍ୱୀ ଓ ବିଦ୍ୱାନ ଲକ୍ଷ୍ମୀଧର ସାହୁ। ଯୁଗ୍ମ ସଂଗଠନ ସମ୍ପାଦକ ପଦରେ ଗତିକୃଷ୍ଣ ଭଞ୍ଜ ଏବଂ ବୈଷ୍ଣବଚରଣ ପଟ୍ଟନାୟକ ରହିଲେ। ଶ୍ରୀକାନ୍ତ ରାଉତ ସ୍ୱେଚ୍ଛାସେବୀ ସଂଗଠନର କ୍ୟାପ୍ଟେନ୍ ହେଲେ। ପ୍ରଜାମଣ୍ଡଳର ନୂତନ କାର୍ଯ୍ୟକାରୀ କମିଟି ଏକ ପ୍ରସ୍ତାବ ଜରିଆରେ ମହେଶ୍ୱର ସୁବାଉସିଙ୍କୁ ନିରନ୍ତର ତ୍ୟାଗ, ଅଦମ୍ୟ ସାହସ ଓ ପ୍ରଥମ ପିଢ଼ିର ସଫଳ ନେତୃତ୍ୱ ନିମନ୍ତେ ଧନ୍ୟବାଦ ଏବଂ କୃତଜ୍ଞତା ପ୍ରକାଶ କଲା। ଏକ ଶିକ୍ଷିତ, ସାହସୀ, କର୍ମଠ ଓ ରାଜନୈତିକ ଚେତନଶୀଳ ମଧ୍ୟବିତ୍ତ ଶ୍ରେଣୀର ସଂଗ୍ରାମୀମାନଙ୍କ ହାତରେ ପ୍ରଜାମଣ୍ଡଳ ନେତୃତ୍ୱ ସଂସ୍ଥାପିତ ହେଲା। ଇନ୍ଦ୍ରତୁଷ୍ଟି ରାଜନୈତିକ ଯଜ୍ଞ ହେବା ଦିନଠାରୁ ପ୍ରତି ଗ୍ରାମରେ ଜନସଂଗଠନର ଛାଞ୍ଚ ପଡ଼ିଥିଲା। ଏଣିକି ଏହା ମଜବୁତ ହେବାକୁ ଲାଗିଲା। ସଭା ସମିତି ଚାରିଆଡ଼େ ହେଲା। ଲୋକଙ୍କ ସହିତ ସେମାନଙ୍କର ଦାବି ବିଷୟରେ ଆଲୋଚନା ହେଲା। ପ୍ରଜାମଣ୍ଡଳର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଲା। ସଂଗଠନ ପାଇଁ ଅନ୍ନ ସଂଗ୍ରହ ମଧ୍ୟ ହେଲା। ଗ୍ରାମ ସ୍ତରରେ ମୂଳ ପ୍ରଜାମଣ୍ଡଳ ଗଢ଼ା ହେଲା। ଏହାର ସଭାପତି, ସମ୍ପାଦକ ଇତ୍ୟାଦି ନିଯୁକ୍ତ ହେଲେ। ତା ଉପରେ ବିଶ୍ୱ ପ୍ରଜାମଣ୍ଡଳ ଓ ତାର କର୍ମକର୍ତ୍ତା। ସଂଗଠନର ଶୃଙ୍ଖଳା ପ୍ରତି ଧ୍ୟାନ ଦିଆଗଲା। ପ୍ରତ୍ୟେକ ଗ୍ରାମବାସୀ ପ୍ରଜାମଣ୍ଡଳ ପ୍ରତି ଅନୁରକ୍ତିମୂଳକ ଶପଥ ଗ୍ରହଣ କଲେ। ଷ୍ଟେଟର କର୍ମଚାରୀମାନଙ୍କ ସହ ମିଳାମିଶା ମନା ହେଲା। ଏହାକୁ ଅମାନ୍ୟ କଲେ ସାମାଜିକ ବାଛନ୍ଦ ହେବ ବୋଲି ସ୍ଥିର ହେଲା। ବହିଷ୍କୃତ ସଭ୍ୟ ପ୍ରଜାମଣ୍ଡଳକୁ ପୁଣି ଆସିବାକୁ ଚାହିଁଲେ ନିଜର ଭୁଲ ସ୍ୱୀକାର କରିବା ସହ ଜୋରିମାନା ଦେବାର ବ୍ୟବସ୍ଥା ହେଲା। ଗ୍ରାମର ଯୁବକମାନଙ୍କୁ ନେଇ ସ୍ୱେଚ୍ଛାସେବକ ବାହିନୀ ଗଠିତ ହେଲା। ସେମାନେ ସଭା ସମିତି ଆୟୋଜନ କରିବା ଓ ଗ୍ରାମର ନିରାପତ୍ତା ଦାୟିତ୍ୱ ହାତକୁ ନେଲେ। ପ୍ରତ୍ୟେକ ଗ୍ରାମରେ ଶଙ୍ଖ ଫୁଙ୍କିବା ବ୍ୟବସ୍ଥାର ପ୍ରବର୍ତ୍ତନ ଫଳରେ ଆଶୁ ବିପଦ ସମୟରେ ଆତ୍ମରକ୍ଷାର ବ୍ୟବସ୍ଥା ସହଜ ହେଲା। ସଭା ସମିତି ପାଇଁ ମଧ୍ୟ ଶଙ୍ଖ ଫୁଙ୍କା ବ୍ୟବସ୍ଥା ହେଲା। ଶଙ୍ଖ ବାଜିବା ମାତ୍ରେ ଗାଁକୁ ଗାଁ ଜାଗ୍ରତ ହୋଇ ଯାଉଥିଲେ। ଲୋକମାନଙ୍କର ଦାବି ଗ୍ରାମ ପ୍ରଜାମଣ୍ଡଳ ଓ ବିଶ୍ୱ ପ୍ରଜାମଣ୍ଡଳ ଜରିଆରେ ଏକତ୍ରିତ ହୋଇ
1938 ମସିହା ଅଗଷ୍ଟ 11 ତାରିଖରେ ସମସ୍ତ ଦାବି ଗୋଟିଏ ଦାବିପତ୍ର ଆକାରରେ ପ୍ରକାଶିତ ହେଲା। ଏହା ଲୋକମାନଙ୍କ ମଧ୍ୟରେ ବଣ୍ଟାଗଲା। ଦାବିପତ୍ରରେ ନାଗରିକ ସ୍ୱାଧୀନତା, ବେଠି ପ୍ରଥା ରଦ୍ଦ, ପ୍ରଜାସ୍ୱତ୍ୱ ଆଇନ ପ୍ରଣୟନ, ଜଙ୍ଗଲ ଆଇନରେ ପରିବର୍ତ୍ତନ, ଆମଦାନୀ ରପ୍ତାନି ଉପରୁ କଟକଣା ସମାପ୍ତ, ପାନ ଲାଇସେନ୍ସ ଉଠିବା, ଗୁଲିଖଟି ଉଠାଇଦେବା, କର୍ମଚାରୀମାନଙ୍କ ଉପରେ କଟକଣା ବସାଇବା ଇତ୍ୟାଦି ଉଲ୍ଲେଖ ଥିଲା। ଏହାଛଡ଼ା ଗତ 12 ବର୍ଷ ହେଲା ଅନ୍ୟାୟ ଭାବରେ ଆଦାୟ ହୋଇଥିବା ଟଙ୍କା ଓ ଜମି ଆଦି ଫେରସ୍ତ ଦେବା ଲାଗି ଏବଂ ଏହି ସମୟ ମଧ୍ୟରେ ରାଜା କର୍ମଚାରୀମାନଙ୍କ ଦ୍ୱାରା ହୋଇଥିବା ଜୁଲମ ଓ ଅତ୍ୟାଚାରର ତଦନ୍ତ କରିବା ଲାଗି ଗୋଟିଏ କମିଟି ବସାଇବା ମଧ୍ୟ ଦାବିପତ୍ରରେ ଥିଲା। ଦାୟିତ୍ୱମୂଳକ ଶାସନ ପ୍ରତିନିଧିମାନଙ୍କ ହାତକୁ ଦେବା ପାଇଁ ମଧ୍ୟ ଦାବି କରାଯାଇଥିଲା। ସଂଗଠନକୁ ମଜବୁତ କରିବା ପାଇଁ ଏକତା ଓ ତ୍ୟାଗ ପାଇଁ ସମସ୍ତଙ୍କୁ ନିବେଦନ ମଧ୍ୟ କରାଯାଇଥିଲା। ଦାବିପତ୍ର ରାଜଦରବାରକୁ ଦିଆଗଲା। ହଠାତ୍ ପ୍ରଚଣ୍ଡ ଜନଜାଗରଣ ଦେଖି ଦରବାର ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଲୋକମାନଙ୍କୁ ଦମନ କରିବା ପରିବର୍ତ୍ତେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ କେତେକ ଦାବି ଗୃହୀତ ହେଲା। ଦରବାର ତରଫରୁ ସଭାମାନ କରାଗଲା, ମାତ୍ର ସଫଳ ହେଲା ନାହିଁ। ଅଗଷ୍ଟ 13 ତାରିଖ ଦିନ ଗୋଟିଏ ଏକ୍ସଟ୍ରା ଅର୍ଡିନାରୀ ଗେଜେଟ୍ ପ୍ରକାଶ ପାଇଲା। ଷ୍ଟେଟ୍ ତରଫରୁ ଲୋକମାନଙ୍କୁ କିଛି ସୁବିଧା ଦେବାର ପ୍ରତିଶ୍ରୁତି ଦିଆଗଲା, ମାତ୍ର ଲୋକେ ଦରବାରର ସଭାକୁ ଆସିଲେ ନାହିଁ। ଅଗଷ୍ଟ 23 ଓ 24 ତାରିଖରେ ବ୍ରାହ୍ମଣ ସଭା ବସିଲା। ଏଥିରେ ସେମାନଙ୍କୁ ପ୍ରଜାମଣ୍ଡଳ ସହ ସାମିଲ ନ ହେବାକୁ ସାବଧାନ କରି ଦିଆଗଲା। ଯଦି କେହି ମିଶନ୍ତି ତେବେ ତାଙ୍କଠାରୁ ଲାଖରାଜ ଜମି ଛଡ଼ାଇ ନେବା ପାଇଁ ଧମକ ଦିଆଗଲା। ଏଣିକି ଲାଖରାଜ ଜମି ଟିକସ ମୁକ୍ତ ରହିବ ବୋଲି ପ୍ରତିଶ୍ରୁତି ମିଳିଲା ବ୍ରାହ୍ମଣମାନଙ୍କୁ। ଜନସାଧାରଣଙ୍କ ଉପରୁ ସ୍ଥାନୀୟ କର ହ୍ରାସ ହେଲା। ରାଜ ସରକାର କାହାରି ଜମି ନେଇ ତା ବଦଳରେ କ୍ଷତିପୂରଣ ଦେବା ପାଇଁ ଷ୍ଟେଟ୍ ଜମିଜମା ଆହରଣ ଆଇନ ପ୍ରଣୀତ ହେଲା। ପ୍ରଜା ନିଜ ଜମିରେ ଥିବା ଗଛ ଓ ମାଛ ଉପରେ ଅଧିକାର ପ୍ରାପ୍ତ ହେଲେ। ଜମି ବିକ୍ରୟ କର କମିଗଲା। ବକେୟା ଭୂ ରାଜସ୍ୱ, ପରଜଙ୍ଗ ଓ ପଳାଶୁଣୀ ବିଷରେ ଛାଡ଼ ହୋଇଗଲା। ଗୋଚର ଟିକସ ଉଠିଲା। ପାନ ଉପରୁ ଷ୍ଟେଟ୍ର ଏକଚାଟିଆ ବ୍ୟବସାୟ ଲୋପ ହେଲା। ଷ୍ଟେଟ୍ ତରଫରୁ ପ୍ରଜାମଙ୍ଗଳ ସମିତି ଗଢ଼ି ସେଥିରେ ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣିବାର ବ୍ୟବସ୍ଥା କରାଗଲା। ଏ ସମସ୍ତ ରିହାତି ଘୋଷଣା ପ୍ରଜାମଣ୍ଡଳର କାର୍ଯ୍ୟକ୍ରମକୁ ଶିଥିଳ କରିପାରିଲା ନାହିଁ। ପ୍ରଜାମଣ୍ଡଳ ଲୋକମାନଙ୍କର ପ୍ରତିନିଧି ସଭା। ଏହା ସହିତ ଦରବାର ରିହାତି ସମ୍ବନ୍ଧରେ ଚୁକ୍ତିନାମା କରିବା ପାଇଁ ଦାବି ଉଠିଲା। ବସ୍ତୁତଃ ଦରବାର ବିରୋଧରେ ସଂଗ୍ରାମର ସଂକଳ୍ପ ପ୍ରକଟିତ ହେଲା। ଦାବିପତ୍ର ପ୍ରସ୍ତୁତି ଓ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମରେ ହରମୋହନ ଓ ଲକ୍ଷ୍ମୀଧରଙ୍କର ଅବଦାନ ଅଶେଷ ଥିଲା। ସାଧାରଣ ଲୋକଙ୍କର ମନର ଅକୁହା ଭାଷା ଦାବିପତ୍ରର ରାଜନୈତିକ ଓ ଅର୍ଥନୈତିକ ଭାବବିନ୍ୟାସରେ ପରିସ୍ଫୁଟିତ ହୋଇଥିଲା। ସେଇମାନଙ୍କର ବଳିଷ୍ଠ ଉଦ୍ୟମରେ ବୈଷ୍ଣବ ସଂଗଠନ ପାଇଁ ଲାଗି ପଡ଼ିଥିଲେ। ପ୍ରସ୍ତୁତ ହୋଇଥିଲା ଆଗାମୀ ମହାପର୍ବ। 1938 ମସିହା ସେପ୍ଟେମ୍ବର ମାସ 1 ତାରିଖରେ କଟକ ଜିଲ୍ଲା କିଷାନ ସଂଘ ତରଫରୁ କଟକ ଜିଲ୍ଲାର ଜେନାପୁରଠାରେ ଏକ କୃଷକ ସଭାର ଆୟୋଜନ ହୋଇଥିଲା। ସର୍ବଭାରତୀୟ କୃଷକ ଦିବସ ପାଳନ କରିବା ଥିଲା ସଭାର ଉଦ୍ଦେଶ୍ୟ। ମାଳତୀ ଦେବୀ, ପ୍ରାଣକୃଷ୍ଣ ପଢ଼ିଆରୀ, ଗୌରାଙ୍ଗ ଦାସ, ଭଗବତୀ ପାଣିଗ୍ରାହୀ, ସୁରେନ୍ଦ୍ର ଦ୍ୱିବେଦୀ, ସାରଙ୍ଗଧର ଦାସ ଓ ବଳଦେବ ଲାଲ ପ୍ରଭୃତି ଏହାର ଆୟୋଜନ ପାଇଁ ଆପ୍ରାଣ ପରିଶ୍ରମ କରିଥିଲେ। ଏହି କୃଷକ ସଭାରେ
ଢେଙ୍କାନାଳରୁ ପ୍ରାୟ 15-20 ହଜାର ଲୋକ ଯୋଗ ଦେଇଥିଲେ। ସାରଙ୍ଗଧର ବାବୁ ଢେଙ୍କାନାଳରୁ ବହିଷ୍କୃତ ହୋଇ କଟକରେ ରହୁଥିଲେ। ଏତେ ସଂଖ୍ୟାରେ ଢେଙ୍କାନାଳର ଲୋକଙ୍କୁ ଗୋଟିଏ ସଭାରେ ସେ ପ୍ରଥମ କରି ଦେଖି ବିଶ୍ୱାସ କରିପାରିଲେ ନାହିଁ। ଜନସଂଗଠନ ଯେ ଠିକ୍ ଭାବରେ ଗଢ଼ା ହୋଇଛି ଏ କଥା ଢେଙ୍କାନାଳ ପ୍ରେମୀ ସବୁରି ମନରେ ଆନନ୍ଦ ଖେଳାଇଦେଲା। ଏଠାରେ ଢେଙ୍କାନାଳ ପ୍ରଜାଙ୍କର ବିପୁଳ ଜନ ସମାବେଶ ସେମାନଙ୍କର ସାଂଗଠନିକ ଏକତା ଏବଂ ସଂକଳ୍ପର ସ୍ପଷ୍ଟ ପ୍ରତୀକ ଭାବେ ଉଭା ହେଲା। କୃଷକ ସଭାର ଦ୍ୱିତୀୟ ଦିବସ ସମ୍ପୂର୍ଣ୍ଣ ରୂପେ ଢେଙ୍କାନାଳ ସମସ୍ୟା ପାଇଁ ଅଭିପ୍ରେତ ହୋଇଥିଲା। ପ୍ରଜାମଣ୍ଡଳ ବିରାଟ ଏହି ଜନ ସମାବେଶରେ ସ୍ୱୀକୃତି ପାଇଲା ଓ ତାର ଦାବିପତ୍ର ମଧ୍ୟ ଗୃହୀତ ହୋଇଥିଲା। ବକ୍ତାମାନେ ସ୍ୱେଚ୍ଛାଚାରୀ ଶାସନର ବିଲୋପ ପାଇଁ ଯେକୌଣସି ପ୍ରକାର ତ୍ୟାଗ ଓ ଦୁଃଖ କଷ୍ଟ ବରଣ କରିବା ପାଇଁ ସଂକଳ୍ପ ପ୍ରକଟ କଲେ। ଏଣିକି ସଂଗଠନ ତରଫରୁ ଆନ୍ଦୋଳନ ପାଇଁ ବାଟ ସଫା ହୋଇଗଲା। ପ୍ରଜାମଣ୍ଡଳର ଗତିଶୀଳତା ପାଇଁ 1935 ମସିହା ଭାରତ ଆଇନର ଗୋଟିଏ ବ୍ୟବସ୍ଥା ମୁଖ୍ୟତଃ ଦାୟୀ। ଏହି ଆଇନରେ ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଏକ ରାଷ୍ଟ୍ରସଂଘର ପରିକଳ୍ପନା କରାଯାଇଥିଲା। କେନ୍ଦ୍ରୀୟ ବିଧାନମଣ୍ଡଳର 1/3 ସଭ୍ୟ ଭାରତର ଦେଶୀୟ ରାଜ୍ୟରୁ ରହିବାର ବ୍ୟବସ୍ଥା ଥିଲା। ତେଣୁ ସ୍ୱାଭାବିକ ଆଶଙ୍କା ହେଲା ଯେ ଦେଶୀୟ ରାଜ୍ୟର ଶାସକମାନେ ନିଜ ନିଜର ମନୋନୀତ ଲୋକଙ୍କୁ ଏଥିପାଇଁ ପଠାଇ ଦେବେ। ରାଜା ମହାରାଜାମାନଙ୍କର ମନୋନୀତ ବ୍ୟକ୍ତି ସାମ୍ରାଜ୍ୟବାଦ ଏବଂ ସାମନ୍ତବାଦର ସମର୍ଥନ କରିବେ। ଏହା ଫଳରେ ସ୍ୱାଧୀନତା ଆନ୍ଦୋଳନର ଗତି ବ୍ୟାହତ ହୋଇପାରେ। ତେଣୁ କଂଗ୍ରେସ ପାର୍ଟି, ଅଲ୍ ଇଣ୍ଡିଆ ଷ୍ଟେଟ୍ ପିପୁଲ୍ସ କନଫରେନ୍ସ ଏବଂ ଅନ୍ୟାନ୍ୟ ଜାତୀୟବାଦୀ ସଂସ୍ଥାମାନେ ଦାବି କଲେ ଯେ ଦେଶୀୟ ରାଜ୍ୟର ଲୋକ ପ୍ରତିନିଧିମାନେ ନିର୍ବାଚିତ ହୋଇ କେନ୍ଦ୍ରୀୟ ବିଧାନମଣ୍ଡଳକୁ ଯିବା ଉଚିତ। ଏଥିପାଇଁ ଦେଶୀୟ ରାଜ୍ୟମାନଙ୍କରେ ଦାୟିତ୍ୱମୂଳକ ଶାସନର ଦାବି ଉଠିଲା। ଦ୍ୱିତୀୟତଃ 1937ରେ ବ୍ରିଟିଶ ଶାସନାଧୀନ ଅଞ୍ଚଳରେ ପ୍ରଚଳିତ ପ୍ରତିନିଧିମୂଳକ ନିର୍ବାଚିତ ସରକାର ଦେଶୀୟ ରାଜ୍ୟରେ ସେହିଭଳି ଆଶା ଆକାଂକ୍ଷା ସୃଷ୍ଟି କଲା। ସାହାଯ୍ୟ ସହଯୋଗ ମଧ୍ୟ ସେମାନେ ପାଇଲେ ବ୍ରିଟିଶ ଓଡ଼ିଶାରୁ। କଂଗ୍ରେସ ସୋସିଆଲିଷ୍ଟ ଏବଂ ସାମ୍ୟବାଦୀମାନେ ସହାନୁଭୂତିର ସହିତ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନକୁ ଲାଳନ ପାଳନ କରିଥିଲେ। ଓଡ଼ିଶା ଷ୍ଟେଟ୍ ପିପୁଲ୍ସ କନଫରେନ୍ସ ଦେଶୀୟ ରାଜ୍ୟମାନଙ୍କରେ ସିଭିଲ ଓ ପଲିଟିକାଲ ରାଇଟ୍ସ ପାଇଁ ଦୃଢ଼ ଦାବି ଜଣାଉଥିଲା। ଏ ସବୁର ଊର୍ଦ୍ଧ୍ୱରେ ଢେଙ୍କାନାଳର ପ୍ରଜାକୁଳ ଯେଉଁ ଅକଥନୀୟ ଅତ୍ୟାଚାର ଓ ଲାଞ୍ଛନା ଭୋଗ କରୁଥିଲେ ତହିଁରୁ ଉଦ୍ଭବ ହେଲା ସେମାନଙ୍କର ସଂଗ୍ରାମର ନିଶା ପ୍ରଜାମଣ୍ଡଳ। ଏହି ମୁକ୍ତିର ନିଶାକୁ ସାକାର କରିବା ପାଇଁ ଆଗଭର ହେଲା। ଢେଙ୍କାନାଳରେ ଶିକ୍ଷାର ପ୍ରସାର ହେବା ଫଳରେ ଏଠାରେ ଗୋଟିଏ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀ ସୃଷ୍ଟି ହୋଇ ସାରିଥିଲେ। 1938 ମସିହା ବେଳକୁ ଯାତାୟତର ସୁବିଧା ଏହା ସହିତ ମିଶି ଆନ୍ଦୋଳନ ପାଇଁ ସୁଯୋଗ ସୃଷ୍ଟି କଲା। ନୂତନ ଜାଗରଣ ପଛରେ ଏଇଭଳି ଅନେକ କାରଣ ନିହିତ ଥିଲା।